ଖରାରେ କପଡ଼ା ଶୁଖାଇବା ଯୋଗୁଁ ଆପଣଙ୍କ ପୋଷାକ ଖରାପ ହୋଇଯାଉଛି କି? ତାହେଲେ ଆସନ୍ତୁ ଜାଣିବା କେଉଁ ସବୁ ଉପାୟ ଦ୍ୱାରା ଏହି ସମସ୍ୟାକୁ ଏଡ଼ାଇ ଦିଆଯାଇପାରିବ। ତେବେ ବର୍ତ୍ତମାନ ପ୍ରବଳ ଖରା ହେବା ଆରମ୍ଭ ହୋଇଛି, ଯେଉଁ କାରଣରୁ ପୋଷାକର ରଙ୍ଗ ନଷ୍ଟ ହୋଇପାରେ। ଯଦି ଆପଣ ପୋଷାକକୁ ଶୀତ ଦିନ ପରି ଧୋଇ ଦିନ ସାରା ଖରାରେ ଶୁଖାଇଦେବେ, ତାହେଲେ ସନ୍ଧ୍ୟା ହେବା ସୁଦ୍ଧା ଏହାର ରଙ୍ଗ ନଷ୍ଟ ହୋଇପାରେ। ଏହି କାରଣରୁ ପୋଷାକର ରଙ୍ଗ ଯେପରିକି କଳା, ନୀଳ, ଗୋଲାପୀ ଏବଂ ନାଲି ରଙ୍ଗର ପୋଷାକ ଅଧିକ ଖରାପ ହୋଇଥାଏ। ଏହା ବ୍ୟତୀତ ପୋଷାକରେ ଆହୁରି ଅନେକ କ୍ଷତି ଘଟିପାରେ, ଯେପରିକି ଏହା ଖରାପ ହେବା ସାଙ୍ଗକୁ ଏହାର ଚମକ ମଧ୍ୟ ନଷ୍ଟ ହୋଇପାରେ। ତେଣୁ ଗ୍ରୀଷ୍ମ ଋତୁରେ ପୋଷାକ ଶୁଖାଇବା ପୂର୍ବରୁ କିଛି ଜିନିଷକୁ ଧ୍ୟାନ ଦେବା ଉଚିତ, ଯାହା ଫଳରେ ଆପଣଙ୍କ ପୋଷାକ ରଙ୍ଗ ଉଡ଼ିବ ନାହିଁ ଏବଂ ନଷ୍ଟ ମଧ୍ୟ ହେବ ନାହିଁ। ଯେପରିକି ବାହାରେ ପୋଷାକକୁ ଓଲଟା ଶୁଖାନ୍ତୁ। ଗ୍ରୀଷ୍ମ ଋତୁରେ କପଡ଼ାର ବିଶେଷ ଯତ୍ନ ନେବା ଜରୁରୀ, ନଚେତ୍ ପୋଷାକର ରଙ୍ଗ ଖରାପ ହୋଇପାରେ। ସେହିପରି ଆପଣ ପୋଷାକକୁ ଛାଇ ସ୍ଥାନ ଦେଖି ଶୁଖାନ୍ତୁ, ଯାହାଦ୍ୱାରା ଏହା ପୋଷାକର ରଙ୍ଗକୁ ନଷ୍ଟ ହେବାକୁ ଦେବ ନାହିଁ। ଏଥିସହିତ ମନେ ରଖନ୍ତୁ ଯେ ଦିନସାରା ପୋଷାକ ଖରାରେ ରଖନ୍ତୁ ନାହିଁ। ଶୁଖିବାର କିଛି ସମୟ ପରେ ପୋଷାକ ବାହାରୁ ନେଇ ଆସନ୍ତୁ। ଏହା କପଡ଼ାକୁ ଖରାପ ହେବାରୁ ରକ୍ଷା କରିଥାଏ। ଆଉ ଯଦି ଆପଣ ପାରିବେ ତାହେଲେ ଗ୍ରୀଷ୍ମ ଋତୁରେ ଦିନରେ ପୋଷାକ ନ ଧୋଇ ଆପଣ ସନ୍ଧ୍ୟାରେ ପୋଷାକ ଧୋଇପାରିବେ। ଏପରି କରିବା ଦ୍ୱାରା ପୋଷାକ ରାତିରେ ଏବଂ ସକାଳେ ଶୁଖିଯାଏ, ଯାହାଫଳରେ ସୂର୍ଯ୍ୟର ପ୍ରଚଣ୍ଡ ଖରାରୁ ମଧ୍ୟ ରକ୍ଷା ପାଇଥାଏ। ଏହିପରି ଆପଣଙ୍କ ପୋଷାକର ରଙ୍ଗ ନଷ୍ଟ ହୋଇନଥାଏ ଏବଂ ସେଗୁଡ଼ିକ ଭଲ ରହିଥାଏ। ତେଣୁ ବର୍ତ୍ତମାନ ପୋଷାକ ଧୋଇବା ସମୟରେ ଏହି ଜିନିଷକୁ ଧ୍ୟାନରେ ରଖନ୍ତୁ, ଯାହାଦ୍ୱାରା ଆପଣଙ୍କ ପୋଷାକ ଭଲ ରହିବ ଏବଂ ଚମକ ମଧ୍ୟ ନଷ୍ଟ ହେବ ନାହିଁ।